लिखुଛନ୍ତି ଏଙ୍କର ତ ଲେଖିବା କିଛି ଦରକାର ନାହିଁ। ମୁଁ କ'ଣ କରିବି? ମୁଁ ଗୋଟେ ରଥଯାତ୍ରା କରିବି, ରଥଟେ ତିଆରି କରିବି, ଗାଡ଼ିଟେ କରିକି ଜଗନ୍ନାଥଙ୍କୁ ବସେଇକି ନେବି, ତେବେ କହିବାର କ'ଣ ଅଛି? କିଏ ସେ ବସୁନ ଶୁଣୁ। ଜଗନ୍ନାଥ ହେଲେ ଜଗତର ନାଥ, ତାଙ୍କର ଆଖି ସବୁ ଜାଗାରେ ପଡ଼ୁଛି। ସେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ପ୍ରତୀକ ରୂପ। ସିଏ ବି ଦେଖୁଛନ୍ତି ଯେ ମୋତେ କିଏ ଖେଳଘର କରୁଛି। ଯିଏ ଖେଳଘର କରୁଛି ତାଙ୍କ ଖେଳ ସିଏ ବୁଝିବେ। ଯୁଗକୁ ଯୁଗ ଏଇ ମତେ ପରମାନନ୍ଦ ଏ ଜଗତେ। ଯେତେ 5000 ଜଗନ୍ନାଥ ମନ୍ଦିର ହେଇଯାଇଛି, ସେ ମନ୍ଦିର କୁଆଡ଼େ ଯିବେ? ଏଇ ମନ୍ଦିରଟି ଥିବ। ଏଇ ହେଲା ମହାପ୍ରଭୁଙ୍କର ପୁରାପୁରି ବାକ୍ୟ। ଏଇ ମହୋଦଧି କୂଳରେ ଅଛନ୍ତି, ମହୋଦଧି ପାଖରେ ଅଛନ୍ତି। ଜଗନ୍ନାଥଙ୍କର ଶ୍ରୀମନ୍ଦିର, ଶ୍ରୀଅତ ଲକ୍ଷ୍ମୀ, ଲକ୍ଷ୍ମୀଙ୍କ ମନ୍ଦିର, ନିଜର ବାସସ୍ଥାନ। ଏଇ ବାସସ୍ଥାନ ନିଶ୍ଚୟ ଥିବ। ସମସ୍ତେ ଯିବାରୁ ଯିବେ। ତେଣୁ ଇସ୍କନକୁ ଅଦିନରେ ରଥଯାତ୍ରା କଲେ ତମେ କ'ଣ କରିବ? ମୁଁ ଏଇନା ଅଦିନରେ ବର୍ତ୍ତମାନ ଜଗନ୍ନାଥଙ୍କୁ ଏପଟେ ବସେଇକି ଗୋଟେ ରଥରେ ବସେଇ ଗୋଟିଏ କଥା ଯେ ସେ ସମସ୍ତେ ମାନିଲେ ତ ହବ। ମୋ ନାଁରେ ନ ମାନିକି ତ ବର୍ତ୍ତମାନ ସେ କହୁଛି ମୁଁ ଧାମ କରିବି, ଅମୁକ କରିବି, ସମୁକ କରିବି, ବର୍ତ୍ତମାନ ଚାଲିଛି। ସରକାର କ'ଣ ପଦକ୍ଷେପ ନେବେ? ସରକାର କହିଲେ ସୁଦ୍ଧା ସିଏ କହିବେ ନା ଆମେ କରିବୁ। ସେଇଥିପାଇଁ ତ ବର୍ତ୍ତମାନ ଯୁଦ୍ଧର ନାମ ବର୍ତ୍ତମାନ ଚାଲିଲା ଏଇନେ। ବର୍ତ୍ତମାନ ଯୁଦ୍ଧ ଚାଲିଛି, ବର୍ତ୍ତମାନ ସେ କାମ ଆରମ୍ଭ ହୋଇଛି। ବେଶୀ ତ ଡେରି ନାହିଁ, ଆଉ ଟିକେ ଅଳ୍ପ ଅଛି। ବଳଭଦ୍ର ପଡ଼ିଛନ୍ତି ମାନେ ବର୍ତ୍ତମାନ ତାଙ୍କ ଖେଳ ମଧ୍ୟ ଭାଗରେ ସେ ଦେଖେଇବା କଥା ଦେଖେଇବେ। କାହିଁକିନା ମଧ୍ୟ ଦେଖେଇବେ। ଯେଉଁ ବଳଭଦ୍ରଙ୍କୁ ତମେ ଦେଖିଲ ଯେ ମଧ୍ୟ ଭାଗରେ ସେ ପଡ଼ିଲେ, ସେ କିଏ? ସିଏ ଏଇ ମଧ୍ୟ ଭାଗର ମାଲିକ। ସିଏ ଉଦୟ ବ୍ରହ୍ମଣ ରୂପ। ଯିଏ ପାତାଳର ମାଲିକ ସେ ହେଉଛନ୍ତି ସୁଭଦ୍ରା। ଆକାଶର ମାଲିକ ହେଉଛନ୍ତି ଜଗନ୍ନାଥ। ମଧ୍ୟ ଭାଗର ମାଲିକ ହେଉଛନ୍ତି ସିଏ। ସିଏ ଯେତେବେଳେ ପଡ଼ିଲେ ତାଙ୍କ କଥା କିଛି ବୁଝାଯାଇନି, ତାଙ୍କ କଥାକୁ ସବୁ ଡ୍ରପ୍ କରିଦିଆଗଲା। ବର୍ତ୍ତମାନ ଏଇନାକେ ଡ୍ରପ୍ କାମ ଚାଲିବ। ଚାଲୁ, ଆମକୁ କିଛି କହିପାରିବି ନାଇଁ। ମୁଁ ସେଗୁଡ଼ାକ ଆଉ କିଛି କହିପାରିବିନି। ମୁଁ ଗୋଟିଏ କଥା କହିଲି, ଜଗନ୍ନାଥ କୁଆଡ଼େ ଯାଇପାରିବେ ନାହିଁ। ଯୁଗକୁ ଯୁଗ ଏଇ ମତେ ପରମାନନ୍ଦ ଏ ଜଗତେ। ଏଇ ପରମାନନ୍ଦ ନିଶ୍ଚୟ ଥିବେ। ଏମିତି ରଥଯାତ୍ରାଟେ ହେଉଥିବ, ଏମିତି କାର୍ଯ୍ୟ ଚାଲିଥିବ, ସମସ୍ତେ ଚାଲିଥିବେ, ସମସ୍ତେ ଯିଏ ଯୁଆଡ଼େ ଯିବେ, କିନ୍ତୁ ଇଏ ଥିବ। ଏଇ ସବୁ ଧୋଇ ଧାଇ ହେଇକି ଯିଏ ଯୁଆଡ଼େ, କିଏ ସମୁଦ୍ର ଭିତରେ ପଶିବ, କିଏ ନଈ ଭିତରେ ପଶିବ, କିଏ ମାଲ ଭିତରେ ପଶିବ, କିଏ ଯୁଦ୍ଧ ଭିତରେ ଉଡ଼ିଯିବ। ଏମିତି ସବୁ ଛିନଛତ୍ର ହେଇକି ଯୁଆଡ଼େ ପଳେଇବେ, କେହି ନାହିଁ ରହିବା କଥା ରହିବେ। ଯଦି କହିବା ତେବେ ଆଜି ଯେଉଁ ବୈଠକ ଅଛି ଆପଣମାନଙ୍କର ବାଡ଼ଗିଆ ମାନଙ୍କର ତ ଆଗକୁ ସ୍ନାନଯାତ୍ରା ରଥଯାତ୍ରା କେତେ ଶୃଙ୍ଖଳିତ ହେବ? କାରଣ ଯେଭଳି ଗୋଟେ ଅପ୍ରୀତିକର ଶୃଙ୍ଖଳିତ କିଛି ଅପ୍ରୀତିକର ପରିସ୍ଥିତି ନାହିଁ। ତେମେ କାହିଁ ଭାବୁଛ ଯେ ଅପ୍ରୀତିକର ପରିସ୍ଥିତି? ମୋ ରଥଯାତ୍ରା ହବ, ବୁଝିଲ ନା? ମୋ ରଥ ଗଡ଼ିବ, ମୋ ରଥ ଯିବ, ମୁଁ ରଥର ମାଲିକ, ବୁଝିଲ ନା? ରଥ ମୁଁ କରିଛି, ମୁଁ ଯିବି ମୋ ମାଉସୀ ଘରକୁ। ବର୍ତ୍ତମାନ କିଏ ସେ ବାବଦରେ କହିବ? କେହି କିଛି କହିପାରିବେ। ସେଇଟା କ'ଣ କିଏ କହିପାରିବ? ଏଇନେ ଗୋଟେ ରଥ ଓଲଟି ପଡ଼ିବ, ତେଣୁ କ'ଣ କହିବ? ଯାହା ନିର୍ଦ୍ଦେଶ ସିଆଡ଼ୁ ହେଉଛି, କାର୍ଯ୍ୟ ଠିକ୍ ସେୟା ଚାଲିଛି। ଆମେ ଏତେ କଥା ଭାବିବା ଦରକାର ନାହିଁ। ବଳଭଦ୍ର ତ ଜାଣିଲ ପଡ଼ିଲେ, ତାଙ୍କ କଥା କିଛି କ'ଣ ହେଲା? କିଛି ନାହିଁ, ଚୁପ୍। ତାକୁ ଯେତେବେଳେ ମୁଁ ଅଣ୍ଟିରେ ପୁରେଇ ଦେବି, ଆଉ ଅନ୍ୟ ଜିନିଷ ସବୁ ବାହାରି ପଡ଼ିବ ବାହାରକୁ। ବୁଝ, ବହୁତ ବଡ଼ ଗହନ କଥା ଅଛି, ଆଉ ତା ଭିତରେ ପଶିବା ଦରକାର ନାହିଁ। ସେ ଇସ୍କନ ବାଲାଙ୍କ ସାଙ୍ଗରେ ବି ଲାଗିବା ଦରକାର ନାହିଁ। ଇସ୍କନ ବାଲା ମନକୁ ଉଡ଼ିଯିବେ, ସାପ ହେଇଯିବେ। ଦେଖନ୍ତୁ, ଇସ୍କନ ବାଲା ଏଠି ରଥ ଗଡ଼ିକି ନିଅନ୍ତୁ, ବର୍ତ୍ତମାନ କ'ଣ ଏଠି ତାଙ୍କ ପରିସ୍ଥିତି ଆସି ପହଞ୍ଚିବ? କିଛି ନାହିଁ। ସେ ପରିସ୍ଥିତି ଭିତରେ ସେ ଯେଉଁ ଭିତର କାଠ ଭିତରେ ପୁରା ଚାବି ପକେଇକି ରହିଲେ, କାହାକୁ ଛାଡ଼ିଲେନି, ସିଏ ବର୍ତ୍ତମାନ ଆରାମରେ ବର୍ତ୍ତମାନ ରେଡ଼ି। ସିଏ କହିଲେ ବର୍ତ୍ତମାନ ମୋ ଜାଗାରେ ମୁଁ ରହିଛି, ମୋ କମ୍ପାର୍ଟମେଣ୍ଟ ଭିତରେ ମୁଁ। ଏଇ ଯେଉଁ ଘେରଟା ବୁଲିଛି ଚାରିପଟା କହିଲେ ବର୍ତ୍ତମାନ ପ୍ରକଳ୍ପ, ସିଏ ହେଉଛି ମୋର ବର୍ତ୍ତମାନ ଗୋଟେ
ରକ୍ଷା କବଚ ସୁରକ୍ଷା କବଚ ବ୍ୟବସ୍ଥା ହେଇଛି। ଆଉ କଣ ସବୁ ତ ଗୋଳମାଳ କୋଉଟା ଖରା ଅଛି କହିଲ। ବର୍ତ୍ତମାନ ଗୋଟେ ଦିନ ରାତି ସିଏ ଖାଲି ଗୋଟେ ଚନ୍ଦନ ଯାତ୍ରା ସବୁ ଜିନିଷକୁ ଯଦି ନଚର କରିବ ହବ। ଗୋଟେ ଚନ୍ଦନ ଯାତ୍ରାରେ ଠାକୁର ଯାଉଛନ୍ତି, ଠାକୁରଙ୍କର ସ୍ୱତନ୍ତ୍ର ବାଜା, ଠାକୁରଙ୍କର ସ୍ୱତନ୍ତ୍ର ଚାଲି, ସାଙ୍ଗେ ଠାକୁରଙ୍କର ସ୍ୱତନ୍ତ୍ର ଶବ୍ଦ ସାଉଣ୍ଡ, ସେ ଗୋଟେ ଗୀତ ଧୀରେ ବର୍ତ୍ତମାନ ଚାଲିଲା କଣ ହବ? ସେ ଗୀତ କେମିତି କୁଆଡେ ଯିବ? ସେ ଗୋଟେ ଦିନ ରାତି ଖାଲି ମାନେ କହିବାରେ ମାନେ ପୁରା ବକ୍ତୃତା ଦେବାରେ ଗଲା, ହେ କୃଷ୍ଣ ଯାଇଥିଲେ, କୃଷ୍ଣ ଏମିତି କଲେ, କୃଷ୍ଣ ନାଚିଲେ, କୃଷ୍ଣ ଡେଇଁଲେ, କୃଷ୍ଣ ଅମୁକ କଲେ, ଏମିତି ନରେନ୍ଦ୍ରରେ ପାଣି ଥିଲା, ସେ ଏମିତି। ଆରେ କିଏ କି ତମକୁ ପଚାରୁଛି ସେଗୁଡାକ? ସେ ତ ଯୁଗ ଯୁଗ ଧରିକି ଚାଲିଥିଲା। ତେମେ ଯଦି ଯୁଗ ଯଦି ଡେଭଲପ କରିକି ଆସୁଛ, ସେମିତି ଡେଭଲପ କରିକିରି ବର୍ତ୍ତମାନ ସେ ଇସ୍କନ ବାଲା ତାକୁ ଜଗନ୍ନାଥଙ୍କ ରଥରେ ବସେଇ ନେଇକି ଯାଉଛନ୍ତି ଆଉ।